ପିଲାମାନେ ଆଜି କ'ଣ ରାତି ଖାଇବା କହିଲେ? ଆଜି ଦିନରେ ମୁଁ ଭାତ ଖାଇପାରିଲିନି, ଆଉ ଜେଜ ନଥିଲେ। ସମସ୍ତଙ୍କୁ ଯିଏ ଫୋନ୍ କରିଛି କ'ଣ ଖାଇଲୁ ବୋଉ, ଭାତ ଖାଇଛି। ଫୋନ୍ ଧରି ଦେଖି 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 ଉପମା ଖାଇକି ଫୋନ୍ ଦେଖି ରହିଗଲି। ଏବେ କିନ୍ତୁ ଠକିଲେ ଆଉ ଚଳିବନି, ଦେହ ବିଜାରିଆ ଲାଗିଲାଣି। ଏତିକି ପଛେ ଭାତ ହଉ, ଦିପହରେ ଏତିକି ସମାନେ ମୋର ଭାତ। ଆଜି ଖାଇନି, ଆଜି ଆଉ ରୋଷେଇ କଲିନି, ଠକିଛି, ନିଜକୁ ନିଜେ ଠକିଛି। ଆଜି ଡାଲମା ବସିଛି, ଡାଲମା କ୍ଷୀର ଫୁଟେଇଦେବା। ଅଧ କିଲୋ କ୍ଷୀର ମୁଁ ଆଣେ। ଡାକ୍ତର ପୁଣି କହିଛନ୍ତି ତମେ ତା ଉପର ଖାଇବନି, କହିଛନ୍ତି ଖାଲି କୁଣ୍ଡା ଖାଇବ। କୁଣ୍ଡା ଖାଇବା ଯାହା, ତମ ଖାଇବା ସେଇଆ। ମୁଁ କହିଲି ହଉ, ଯାହା କହୁଛ, ଔଷଧ ଦେଉଛ ମାନେ ଯାହା କହିବ ସେଇଆ କରିବାକୁ ପଡ଼ିବ। କ୍ଷୀରର ଉପରଟା କଢ଼ା ହେବ, ତାପରେ କ'ଣ ଖାଇବା? ପାଣି ପାଣି। କ୍ଷୀରର ଉପର କାଢ଼ିଦେବି। ଆଉ ପୁଣି ତା ଦେହରେ ସାରାଂଶ ସହିତ ଏତେ ପାଣି ପକାଉଛନ୍ତି, କେଉଁ ଆମକୁ ଖାଣ୍ଟି କ୍ଷୀର ଦେଉଛନ୍ତି? ଗାଁରେ ଓମ୍ଫେଡ଼ କ୍ଷୀର ମିଳେ ନା, ଏଇ ପାଣି କ୍ଷୀର ସେ ନେଉଛନ୍ତି କେତେ? ମୋତେ ଅଧ କିଲୋକୁ କେତେ ନେଉଛି? 20 ଟଙ୍କା ନା କ'ଣ ନେଉଛି ବା? 20 ନୁହଁ, 18 ଟଙ୍କା। 18 ଟଙ୍କା ନେଉଛି। ହଉ, ଦିନରେ ଆଜି ଶୋଇନି, ଟିକେ ଆଖି ମାଡ଼ି ପଡ଼ିଲେ ମୋତେ ଭଲ ଲାଗେ। ଛୁଆମାନେ ତ ଯେଉଁ ବାନର ସେନା ମୁଁ କଲେଣି, ଏ ବାନର ସେନାକୁ ତାଙ୍କରି ସାଙ୍ଗରେ ଦୁଃଖ ସୁଖ ହଉ ହଉ ହଉ। ବାନର ସେନା ମୁଁ କଲେଣି, ମୋର ବାନର ସେନା ହେଇଗଲେଣି। ମୁଁ ତ ତାଙ୍କର ଗୋଟିଏ କମେଣ୍ଟ ଦେଖିଲା ବେଳକୁ ଆଙ୍ଗୁଠି ରଙ୍କ ବାଟିକି, କୁହନ୍ତିନି ରଙ୍କ ବାଟିକି ଆମ୍ବିଳା ଆମ୍ବ, ମୋତେ ସେଇଭଳିଆ ଲାଗୁଛି। ହଉ, ଚାଲୁ। ଖରା ବେଳ ଯାକ ଫୋନ୍ଟାକୁ ଧରିକିରି, ଜେଜ କହୁଛନ୍ତି ସବୁବେଳେ କ'ଣ ଫୋନ୍ ଧରି ବସୁଛୁ? ମୁଁ କହିଲି ଆଉ କ'ଣ କରିବି, ତମ କାମ ତ କରିଦେଉଛି, ଆଉ କ'ଣ କରିବି? ତ ମୁଣ୍ଡ ଖରାପ ହେଇଯିବ। ମୋ ମୁଣ୍ଡ ଖରାପ ହେବ କାହିଁକି? କ'ଣ କଲି କି? ଅସୁବିଧା କ'ଣ କରୁଛି କେଉଁ କାମରେ? ତମକୁ ରୋଷେଇ କରି ଦେଉନି? ହଁ, ମୁଣ୍ଡ କ'ଣ ଖରାପ ହେବ କହିଲଣି ମୋର? ଆଉ କିଛି କହିଲେନି ହେଲା, ମୋତେ କିଛି କହନ୍ତିନି, ମୋତେ କିଛି କହନ୍ତିନି। ଯେମିତି ଭୁଲ ବକର କାମ କିଛି କରୁନି, ମୋତେ କାହିଁ କ'ଣ କହିବେ କହୁନ? ଏମିତି ଏକାଠିଆ ବସିଛି। କଟକ ଗଲେ ଛୁଆଙ୍କ ପାଖକୁ ମୁଁ ଫୋନ୍ ଜମା ଧରେ ନା। ଛୋଟ ଗୋଟେ ଇନଷ୍ଟାଗ୍ରାମ ବି ମୁଁ କରିପାରେ ନା। କାହିଁ କହିଲ, ନାତୁଣୀ 2 ଜଣ ଯାକ ଗୋଟେ ସୁତୁରେଇକି ଆଣିବେ ମା' ଠାରୁ, ତା ମା' ଠାରୁ, ଆଉ ଗୋଟେ ମୋର ନେଇ ପଳେଇବେ। କେତେ କାଇଦାରେ ମୋ ବଡ଼ ନାତୁଣୀ ନା, ଯେଉଁ ଗେଲୁଟା ଆସିଥିଲା ମୋର ଗାଁକୁ, ପୁଣି ଆସିବ, ପୁଣି ଗୋଟେ ଶନିବାରିଆ ଆସିବ। କାହିଁକିନା ମୋ ପୁଅ ପଳେଇବ, ବାଙ୍ଗଲୋର ପଳେଇବ। ପୁରୁଣା ପିଲା ତ ହେଇଗଲାଣି, ଏଇଠି ଟିକେ କାମ କରୁଛି, ବାଙ୍ଗଲୋର ଟିକେ ଯାଉଛି, ମାସେ ଏଠି ମାସେ ସେଠି ହେଲା। ପୁଣି ଥରେ ବୋଧେ ଏଇ ସପ୍ତାହକୁ ମୋ ପୁଅ ତା ଝିଅ ଆସିବେ। 3-4 ଜଣ ହେଲେ ଗୋଟେ ବହକା ଭାତ, ହେଇ ଏତିକି ଭାତ ରନ୍ଧା ହେଉଛି। ଜେଜେଙ୍କର ମୋର ଏତିକି ଭାତ, ସେ କି ଭାତ? ଗାଈ ଗୋରୁ ଅଛି ଢାଳି ଦେବିନି, ତା ନୁହେଁ। କି ରୋଷେଇ ସେ କ'ଣ
ସେଇପାଇଁ ଆଜି ଦିନବେଳା ମୁଁ ରୋଷେଇ କଲିନି। କେତେ ଚାଉଳ ପକେଇବି, ସମାନ ଏତିକି ଭାତ ମୋର ଦରକାର। ମୋ ଯା ଜଣେ ପଛରେ 4ଟା ବେଳେ ଆସିଥିଲେ, କହିଲେ ନାନୀ ତମେ ଉପମା ରୁଟି ଏଇଆକୁ ଖାଇ ରହିଛ, ଗୋଟେ ଟାଇମ୍ ଭାତ ଖାଅ, ତମେ କାହିଁ ଗଲନି? ମୁଁ ରୋଷେଇ କରିଦେଇଥାନ୍ତି। ଆଉ କାହିଁକି ମୁଁ ବି ମୋର ଜଳଖିଆ ହେଲେ ଭଲ। ମୁଁ ଜଳଖିଆ ଯେତିକି ଖାଇବି, ଜଳଖିଆ କଲେ ସେ ରୁଟି ଉପମା। ଭାତକୁ ମୁଁ ବେଶୀ ଭଲ ପାଏନି। ଆଉ ଟିକେ ସିଝିଯାଉ। ବେଳାବେଳେ ଶୋଇବା, ଗାଁ କଥା ତ ଜାଣିଛ ପିଲାମାନେ। କଟକରେ କେତେବେଳେ 10ଟା ହେଇଯିବଣି, ଖାଇନଥିବୁ। ଗାଁରେ କ'ଣ 9ଟା ହେଲା ମାନେ ଜେଜେ କହିବେ ରୋଷେଇ ସରିନି, କରି ଥୋଇଦେଲେ ଗଲା। ଡାଲମା ହେଇଗଲା, ରୁଟି ଭାଜିଦେଲେ ନେଇ ଦେଇଦେବି ଆଉ।